ଶ୍ରୀମଦ୍ ଭାଗବତ ପ୍ରଥମ ଅଧ୍ୟାୟ। ନମଃ ନୃସିଂହ ଚରଣ ଅନାଦି ପରମ କାରଣ, ଯାହାର ଆଦି ମଧ୍ୟ ଅନ୍ତେ ବିଚାର ନ ଘଟେ ଜଗତେ। ଇନ୍ଦ୍ରିୟ ଅର୍ଥ ନ ଜାଣନ୍ତି, ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି। ଆନନ୍ଦ ମନେ ବେଦ ସାର, ବ୍ରହ୍ମାଣ୍ଡ କଲା ସେ ବିସ୍ତାର। ଯାର ସ୍ୱରୂପ ହୃଦେ ଚିନ୍ତି, ବେଦ ପୁରୁଷ ନ ଜାଣନ୍ତି। ମୃତ୍ତିକା ବିକାର ଯେମନ୍ତ, ଜଳ ନଳେ ସୃଜନ୍ତିତ। ରୂପ ସ୍ଥିତି ତିନି, ଯାହା ଯୋଗରେ ଅନୁମାନି। ସ୍ୱଭାବେ ନୁହେଁ ଯେ ମନ୍ତ, ଏ ସାଂଖ୍ୟ ଯୋଗୀଙ୍କର ମତ। ଆତ୍ମା ପ୍ରକାଶେ ଜନ୍ମ ହୋଇ, ନିରତେ କୁହୁକ ବୋଲାଇ। ସତ୍ୟ ପରମାନନ୍ଦ ହରି, ଯାହା ଭାବିଲେ ତହୁଁ ତରି। ତାର ଚରଣେ ନିତ୍ୟ ଧ୍ୟାନ, କରି ତରନ୍ତି ସୁଜ୍ଞଜନ। ସେ ହରି ପାଦ ହୃଦେ ଧରି, ପ୍ରବନ୍ଧେ ଗୀତନାଦ କରି। ଅଶେଷ ଜଗତର ହିତେ, ବନ୍ଦଇ ଦାସ ଜଗନ୍ନାଥେ। ନିର୍ମଳ ମୁନିଙ୍କର ମତେ, ହରି ଚରିତ ଭାଗବତେ। କହିବି ଅଛି ଯେତେ ଗୁଣ, ସୁଜନେ ସାବଧାନେ ଶୁଣ। କପଟ ଧର୍ମ ଯାର ନାହିଁ, ସ୍ୱଭାବେ ଶାସ୍ତ୍ର ସେ ବୋଲାଇ। ସେ ସାଧୁ ଜନଙ୍କର ଧର୍ମ, ମାୟା ବର୍ଦ୍ଧିତ ଶୁଭ କର୍ମ। ସେ ଧର୍ମ ଯେହୁ ଅନୁମାନି, ଏଣୁ ସଂସାରେ ଯେତେ ଜ୍ଞାନୀ। ତାଙ୍କ ବିଚାରେ ବସ୍ତୁ ଯେତେ, କହିବା ଶୁଣ ଏକ ଚିତ୍ତେ। ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ଜାଣି, ବୋଧ ବିଚାରେ ପରିମାଣି। ସେ ବସ୍ତୁ ଅଛି ଯହିଁ ପୁରୀ, ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ଶ୍ରବଣ ମାତ୍ରେ ମୁଖ୍ୟ ପାଇ, ତ୍ରିପାପ ମାନ କ୍ଷୟ ଯାଇ। ହୃଦରେ ବସଇ ତତ୍କ୍ଷଣ, ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ତ ଅନ୍ୟ ଗ୍ରନ୍ଥେ, କି ପ୍ରୟୋଜନ ଏ ଜଗତେ। ଏ ଭାଗବତର ମହିମା, କେ କହିପାରେ ଗୁଣ ସୀମା। ସକଳ ଦେବ ହୋଇ ବୃକ୍ଷ, ଫଳ ଫଳିଲେ ଅନ୍ତରିକ୍ଷ। ସକଳ ଦେବ ହୋଇ ବୃକ୍ଷେ, ଫଳ ଫଳିଲେ ଅନ୍ତରିକ୍ଷେ। କେତେ ହେଁ ଦିନ ପାଚି ତଳେ, ବୃକ୍ଷୁ ପଡ଼ିଲେ ବାୟୁ ବଳେ। ଶୁକ ଧାଇଁଲେ ତାହା ଦେଖି, ପକ୍ଷୀଙ୍କ ସଙ୍ଗତ ଉପେକ୍ଷୀ। ତୋଷେ ଅଧର ପାନ କଲେ, ଭିତରେ ସୁରଙ୍ଗ ଦେଖିଲେ। ତହୁଁ ଗଳିଲା ରସ ସାର, କିଏ ବା ଦେବା ପଟାନ୍ତର। ଅମୃତ ନିନ୍ଦେ ସ୍ୱାଦ ଗୁଣେ, ସୁଜନ ପିଅ ଅନୁକ୍ଷଣେ। ଆନନ୍ଦେ କର ସୁଧାପାନ, ଯେଣୁ ପାଇବ ଦିବ୍ୟ ଜ୍ଞାନ। ଏ ଚାରି ରସଙ୍କର ମୂଳ, ନିଗମ ବନ ବୃକ୍ଷ ଫଳ। ପ୍ରିୟ ଜୀବନ ଅନ୍ତ ଯାଏଁ, ଯେବେ ତରିବ ମାୟା ମୋହେ। ଏବେ ଶୁଣ ସାଧୁଜନେ, ହରିଚରିତ ଶୁଦ୍ଧ ମନେ। ସର୍ବଦେବଙ୍କ ରମ୍ୟ ସ୍ଥାନ, ନାମ ଯେ ନୈମିଷାରଣ୍ୟ। କଳିର ଆଗମନ ଦେଖି, ମୁନିଏ ସ୍ୱସ୍ଥାନ ଉପେକ୍ଷୀ। ସନକ ଆଦି ମୁନି ଗଣେ, ମିଳିଲେ ନୈମିଷାରଣ୍ୟେ। କଳି କଳୁ ସେ ଭୟ କରି, ଏକାନ୍ତ ମୁନିଏ ବିଚାରି। ସଂକଳ୍ପେ କରି ଏକ ତୁଲ, ସମସ୍ତେ ଯଜ୍ଞ ଆରମ୍ଭିଲେ। ସଂକଳ୍ପେ କରି ଏକ ତୁଲେ, ସମସ୍ତେ ଯଜ୍ଞ ଆରମ୍ଭିଲେ। ଜାଣନ୍ତି ଶୁଭେ ସର୍ବ ଦୀକ୍ଷା, ସ୍ୱର୍ଗାପବର୍ଗେ କଲେ ଇଚ୍ଛା। ସକଳ ମିଳି ପ୍ରାତଃ କାଳେ, କର୍ମ ସାଧିଲେ ଜ୍ଞାନ ବେଳେ। ସୁତ ମୁନିଙ୍କୁ ଧ୍ୟାନ କରି, ସକଳ ବସିଲେ ଆବରି। ସକଳ ମୁନି ଶୁଦ୍ଧ ମନେ, କହନ୍ତି ଅମୃତ ବଚନେ। ଋଷୟ ବସୁତ ଶୁଣ ସାବଧାନେ, ତୋର ମହିମା ଅନୁମାନେ। ସର୍ବପୁରାଣ ଇତିହାସ, ଶୁଣିବୁ ତାହାର ସମ୍ଭାଷ। ସଂସାରେ ଧର୍ମଶାସ୍ତ୍ର ଯେତେ, ସବୁ ଗୋଚର ତୁମ୍ଭ ମତେ। ବ୍ୟାସ ମୁନିଙ୍କ ଶିଷ୍ୟ ତୁମ୍ଭେ, କଥା ଭଲେ ଜାଣୁ ଆମ୍ଭେ। ପୂର୍ବେ ଯେ ଥିଲେ ବ୍ରହ୍ମ ମୁନି, ତାଙ୍କ ବଦନୁ ଅଛୁ ଶୁଣି। ସକଳ ଶାସ୍ତ୍ର ତୁମ୍ଭେ ତହୁଁ, ବେଦ ପୁରାଣ ଯେତେ। ସକଳ ଶାସ୍ତ୍ର ତୁମ୍ଭ ତହିଁ, ବେଦ ପୁରାଣ ଯେତେ କହି। ବ୍ୟାସଙ୍କ ଅନୁଗ୍ରହ ଘେନି, ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ। ଦଇବେ ଅଛି ଏହି ମତେ, ଯେ ଶିଷ୍ୟ ଗୁରୁ
ଦଇବେ ଅଛି ଏହି ମତି ଯେ ଶିଷ୍ୟ ଗୁରୁରେ ଭକତି ଶିଷ୍ୟର ହିତେ ଦୟା ବହେ ସକଳ ତତ୍ତ୍ୱଜ୍ଞାନ କହେ। ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଗ୍ରତେ ଏମନ୍ତ ଏକାନ୍ତ ନିଶ୍ଚୟ ଏକାନ୍ତ ଶ୍ରେୟ ଯେତେ ଜୀବ ତରିବ ଯେମନ୍ତେ ତେଣୁ ଯେଣୁ ତୁଟଇ ବିଷ୍ଣୁ ମାୟା କହ ଆମ୍ଭର ଯେତେ ଦୟା ଏକଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ ସ୍ୱଭାବେ ମନ୍ଦ ବୁଦ୍ଧି ହୁଅନ୍ତି ପ୍ରାଣୀଙ୍କ ଉପଦ୍ରବ୍ୟ ଚିନ୍ତି ଯୁଗ ବ୍ୟବହାର ପରିମାଣୀ ସକଳ ଧର୍ମ ଆମ୍ଭେ ଜାଣି। ଏ ପ୍ରଶ୍ନ ଶୁମ୍ଭ ଆମ୍ଭ ମତେ ସାର ଉଦ୍ଧରି ତୁମ୍ଭ ଚିତେ କହ କେମନ୍ତ ପ୍ରାଣୀଙ୍କର ଏ ଘୋର ମାୟାରୁ ନିସ୍ତାର ଯେଣେ ପ୍ରସନ୍ନ ହୋଇ କରି ଏ ଜୀବ ଆତ୍ମାକୁ ଉଦ୍ଧାରି ତୁମ୍ଭେ ପ୍ରଶ୍ନ ଯୋଗ ବେଳେ ପ୍ରକାଶ କର ମୋହି ତଳେ କି ପ୍ରୟୋଜନ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ସେ ହେତୁ କହ ମୁନି ଚିତେ ଆମ୍ଭେ ପଚାରୁ ଜନହିତେ ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ଉଡ଼ି ଯାହାର ନାମ ଉଚାରିଲେ ସଙ୍କଟୁ ତରି ଯାନ୍ତି ଭଲେ ଯା ଭୟୁ ଜୀବ ତେଜ ହରେ ସେ ହରି ନାମ ଶୁଣି ତରେ ଯାର ଚରଣେ ଆଶ୍ରା କରି ପାବନ ହୁଅନ୍ତି ବ୍ରହ୍ମଚାରୀ ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେସନ ସ୍ନାନ ପାନେ ଯାହାର ଯଶ ଗୁଣ ଶ୍ଲୋକେ ପୁଣ୍ୟ ଭଜନ୍ତି ଏକେ ଏକେ କଳି କଳୁଷ ନ ଲାଗଇ କେବା ନ ତରେ ଏହା ଗାଇ ଯେ ଯଶ ଗାଇ ମୁନି ଗଣେ ସୁଖେ ତରନ୍ତି ଭବ ବନେ ଯେ ହରି ବ୍ରହ୍ମାଣ୍ଡ ମଧ୍ୟରେ ନାନା ଶରୀର ଅବତାରେ କଳି ଆଗମ୍ବ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷୀ ଏ ପୁଣ୍ୟ କ୍ଷେତ୍ରେ ଶୁଭ କ୍ଷଣେ କୃଷ୍ଣର କଥା କ୍ଷଣେ କରିତରିବୁ ବିଷ୍ଣୁ ମାୟା ଭୋମୁନି ତୁମ୍ଭେ କର ଦୟା ଆମ୍ଭର ପୂର୍ବ ପୁଣ୍ୟ ଫଳେ ସଙ୍ଗ ହୋଇଲୁ ତୁମ୍ଭ ମେଳେ ଏ ଭୟଙ୍କର କଳି କାଳେ ଆମ୍ଭେ ଯେ ଅଛୁ ଭବ ଜଳେ ଏ ଜଳୁ ତୁମ୍ଭେ କର ପାର ବୋଇତେ ଯେନେ କନ ଧାର ସେ ହରି ଭକତ ବତ୍ସଳ ସର୍ବଦେବଙ୍କ ଆଦି ମୂଳ ସକଳ ଧର୍ମ ଯାର ସଙ୍ଗେ ସୁଖେ ବିହରେ ନାନା ରଙ୍ଗେ କଳି ଆଗମେ ଭଗବାନ ପଶିଲେ ଆପଣା ଭୁବନ ଯେ ଧର୍ମ ସଂସାରେ ରଖିବେ ସେ କାହିଁ ଶରଣ ପଶିବ ସେ କଥା କହି ମୁନିବର ଆମ୍ଭ ସଂଶୟ ହେଉ ଦୂର ଆତ୍ମାର ମାୟା ଯୋଗ ବେଳେ ବିହରେ ଅବନୀ ମଣ୍ଡଳେ ତାର ମହିମା ଶୁଣି ନିତ୍ୟ ତୋଷ ନ ଲଭେ ତାର ମହିମା ଶୁଣି ନିତ୍ୟ ତୋଷ ନ ଲଭେ ଆମ୍ଭ ଚିତେ ଜିହ୍ୱା ଯେସନ ସୁଧାରସ ପିବନ୍ତେ ନୁହଇ ସନ୍ତୋଷ ଅନନ୍ତ ରୂପ ଥାଇ ହରି ବାହ୍ୟ ଅନ୍ତରେ କର୍ମ କରି ହେମନ୍ତ ନୈମଷ ବନସ୍ତେ ସକଳ ମୁନିଙ୍କ ଗ୍ରତେ ସୌନକ ଆଦି ମୁନି ଗଣ ଯେ ପ୍ରଶ୍ନ କଲେ ଜଣ ଜଣ ନିର୍ମଳ ବିଷ୍ଣୁର ଚରିତ କୃଷ୍ଣ ବିଷये ଭାଗବତ ସୁଜନ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ ଏ ଘୋର ଭବ ଦୁସ୍ତରରୁ ଉଦ୍ଧର ବାଞ୍ଛାକଳ୍ପତରୁ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୈୟାସିକା ପ୍ରଥମ ସ୍କନ୍ଧେ ନ୍ୟମସ୍ୟ ଉପାଖ୍ୟାନେ ଋଷି ପ୍ରଶ୍ନେ ନାମ ପ୍ରଥମ ଅଧ୍ୟାୟ। କ'ଣ ଦେଇ ମାଉସୀ?